ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକରେ ବିଶ୍ୱ ପ୍ରସିଦ୍ଧ ଖେଳାଳି ଡାକ୍ତର ଦିଲ୍ଲୀପ ତିର୍କୀ, ଅମିତ ରୋହିତ ଦାସ, ସୁଭଦ୍ରା ପ୍ରଧାନ, ପ୍ରବୋଧ ତିର୍କୀ ଭଳିଆ ଖେଳାଳି ଅଛନ୍ତି। ହେଲେ ଦୁଃଖର ବିଷୟ, ଏତେ ବଡ଼ ବଡ଼ ଖେଳାଳି ଥାଇ ମଧ୍ୟ ଏ ଅଞ୍ଚଳର ନୂତନ ପିଢ଼ିରେ ଖେଳୁଥିବା ଖେଳାଳିମାନଙ୍କ ପାଇଁ ପ୍ରଶାସନ ତରଫରୁ କୌଣସି ଗ୍ରାମରେ ଭଲ ପଡ଼ିଆଟିଏ ମଧ୍ୟ ତିଆରି କରିନାହାନ୍ତି। ହଁ ଦର୍ଶକ ବନ୍ଧୁ, ଆଜି ଆମେ ଏହା ଏଥିପାଇଁ କହୁଛୁ କି ବାଲିଶଙ୍କରା ବ୍ଲକର କିଞ୍ଜିରକିଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁପାଟାଙ୍ଗ ଗ୍ରାମର କଥା। ଏଠାରେ ନୂତନ ପିଢ଼ିର ଖେଳାଳିମାନେ ଖେଳିବା ପାଇଁ ଖେଳ ପଡ଼ିଆଟିଏ ମଧ୍ୟ ନାହିଁ। ଏଠାରେ ଆମେ ଦେଖିବାକୁ ପାଇଲୁ କି 2021-22ରେ ମନରେଗା କାମ ଦ୍ୱାରା 7 ଲକ୍ଷର କାମ ଅଧପନ୍ତିଆ ହୋଇ ପଡ଼ି ରହିଛି। ଏନେଇ ଏଠାକାର ଯୁବପିଢ଼ିମାନଙ୍କ ମନରେ ଅଶାନ୍ତିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି। ଆଉ ଗୋଟିଏ କଥା ମଧ୍ୟ ଆମେ ଜାଣିବାକୁ ପାଇଲୁ କି ଏହି ପଞ୍ଚାୟତର ବ୍ଲକ ଚେୟାରମ୍ୟାନ ମଧ୍ୟ ଅଛନ୍ତି, କିନ୍ତୁ ଦୁଃଖର ବିଷୟ ସେ ଏହି ଖେଳାଳିମାନଙ୍କର ଦୁଃଖର କଥା ବୁଝିପାରୁନାହାନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କି ପଦକ୍ଷେପ ନେଉଛି ଓ ଏହାର ସମାଧାନ କେତେ ଶୀଘ୍ର କରୁଛି। କୁପାଟାଙ୍ଗରୁ ଦୁର୍ଯ୍ୟୋଧନ ଗଡ଼ିଆଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ। ମୋ ନାଁ ଚୂଡ଼ାମଣି ଶେଷନ, ମୋ ଘର ହେଲା କୁପାଟାଙ୍ଗର। ଆଉ ଆମେ ଗୋଟେ ଅଭିଯୋଗ କରୁଛୁ କି ଯେନ୍ଟାକି ଆମର କୁପାଟାଙ୍ଗର ଗାଁରେ ଗୋଟେ ଫିଲ୍ଡଟେ ଠିକ୍ ସେ ହୋଇନି ପାରବାର୍। ଆଉ 2021 ମସିହାନ ଆମର ଏଇଟା ଗୋଟେ ଫିଲ୍ଡଟା ଷ୍ଟାର୍ଟ ହେଇଛି ଯେ ଯାକରେ ଫିଲ୍ଡଟା ଆମେ ଭଲସେ ଖେଳି ନିଆ ପାରୁ, କିଛି ଗୋଟେ ଆମେ କରି ନିଆ ପାରୁ ଏ ଫିଲ୍ଡଟି। ବାକି ଆଜି 2021 ମସିହାରେ ଯେନ୍ ଷ୍ଟାର୍ଟ ହେଇଥିଲା ଫିଲ୍ଡଟା ଯାକର ଏନ୍ତା ଅଛି ଯେନ୍ଟାକି ବୁଢ଼ୀ ବାଏଲ ମିଶା ସବୁ ପୁରା ଅଛେ, ଯେନ୍ଟାକି ପିଲାମାନେ ଖେଳିଲେ ଯେନ୍ଟାକି ଖିଣ୍ଡିଆ ମଣ୍ଡିଆ ହେଇକିରି ତାଙ୍କର ରକତ ରୁହାନି ହେଇଯାଉଛନ୍। ସେଥିର୍ଲାଗି ଆମେ ଟିକେ ସହଯୋଗ ମାଗୁଛୁ ଯେନ୍ଟାକି ଆମର ଫିଲ୍ଡଟା ଟିକେ ଭଲ ଭାବେ ହୋଇପାରବା, ଯେନ୍ଟାକି ଆମର ପିଲାମାନେ ଖେଳି ପାରବେ। ମୋ ନାଁ ସୋମନାଥ ବାରି। ଆମେ କୁପାଟାଙ୍ଗ ଗ୍ରାମବାସୀ ସବୁ ଛୁଆ ପିଲା ଯେତିକି ଅଛୁ ସବୁ ଖେଲବା ଲାଗି ଟିକେ हमके ପ୍ରୋବ୍ଲେମ ଅଛି ଆଜ୍ଞା। ଆମର ଫିଲ୍ଡଟା ଟିକେ ଭଲ ନିହା ବନେ ତ ତାପରେ ଏଇଟା 2021 ମସିହାନୁ ଏଇଟା ଷ୍ଟାର୍ଟ ହେଇଛି, ଲେକିନ ଫିଲ୍ଡଟା ଏବେ ଯାକର କମ୍ପ୍ଲିଟ୍ ନିହା ହୁଏ। ଯେ ସରକାରକେ ଟିକେ ଅନୁରୋଧ କରୁଛୁ କି ଏ ଫିଲ୍ଡ ଲାଗି କିଛି ଫଣ୍ଡ ଦାନ କରୁନ୍, ହେଲେ ଆମ ଫିଲ୍ଡଟା ଟିକେ ହେଇପାରବା। ମୋ ଭବିଷ୍ୟତ ଛୁଆ ପିଲା ଖେଲୁଛନ୍ ଯେ ଟିକେ କିଛି ହେବ।